ଶୁଣିବାଟି ମାଙ୍କର ଉପଦେଶ ବାର। ମନରେ ଆଧ୍ୟାତ୍ମିକକୁ ନ କରି ବିଚାର, ମନରେ ଆଧ୍ୟାତ୍ମିକକୁ ନ କରି ବିଚାର, ମାନସିକ ମତାମତ କରି ଦେବା ଦୂର, ମାନସିକ ମତାମତ କରି ଦେବା ଦୂର। ବ୍ୟକ୍ତିଗତ ସୁଖ ଭୋଗ କରିବା ବର୍ଜନ, ଅଗ୍ରଗତି ପାଇଁ ହେବା ଅଗ୍ନି ଶିଖା ସମ। ବ୍ୟକ୍ତିଗତ ସୁଖ ଭୋଗ କରିବା ବର୍ଜନ, ଅଗ୍ରଗତି ପାଇଁ ହେବା ଅଗ୍ନି ଶିଖା ସମ। ସକଳ କାର୍ଯ୍ୟରୁ ସଦା ପାଇବାଟି ତୃପ୍ତି, ସକଳ କାର୍ଯ୍ୟରୁ ସଦା ପାଇବାଟି ତୃପ୍ତି। ତୁଚ୍ଛା ତୃପ୍ତି ପାଇଁ କାର୍ଯ୍ୟ ନ କରିବା କିଛି, ତୁଚ୍ଛା ତୃପ୍ତି ପାଇଁ କାର୍ଯ୍ୟ ନ କରିବା କିଛି। କେବେ ବି ନ ହେବା ଭୀତ ଅବା ଉତ୍ତେଜିତ, ଘଟୁ ପଛେ ଯାହା ସଦା ରହିବାଟେ ଶାନ୍ତ। କେବେ ବି ନ ହେବା ଭୀତ ଅବା ଉତ୍ତେଜିତ, ଘଟୁ ପଛେ ଯାହା ସଦା ରହିବାଟେ ଶାନ୍ତ। ବାହ୍ୟ ରୂପ ଦେଖି କେବେ ନ କରି ବିଚାର, ଅସଲ ସତ୍ୟ ଖୋଜିବା ରହିଛି ଗଭୀର। ବାହ୍ୟ ରୂପ ଦେଖି କେବେ ନ କରି ବିଚାର, ଅସଲ ସତ୍ୟ ଖୋଜିବା ରହିଛି ଗଭୀର। ତା ସ୍ୱଭାବ ପାଇଁ ଅଭିଯୋଗ, ବଦଳାଇ ଦେବା ତାକୁ ଅଛି ଯଦି ଦମ୍ଭ। କା ସ୍ୱଭାବ ପାଇଁ ନ କରିବା ଅଭିଯୋଗ, ବଦଳାଇ ଦେବା ତାକୁ ଅଛି ଯଦି ଦମ୍ଭ। ସାଧନାରେ ନାହିଁ କିଛି ଛୋଟ ଅବା ବଡ଼, ସାଧନାରେ ନାହିଁ କିଛି ଛୋଟ ଅବା ବଡ଼। ଯା ଶିବ ଚଲା ପଥେ ବରିବା ସାଦର, ଯା ଶିବ ଚଲା ପଥେ ବରିବା ସାଦର। ଭୋଜନ ପୂର୍ବରୁ ନିଶ୍ଚି ରହିବା ଏକାଗ୍ର, ଚୈତ୍ୟ ଆବିଷ୍କାର ପାଇଁ ଶକ୍ତି ଦେବ ଖାଦ୍ୟ। ଭୋଜନ ପୂର୍ବରୁ ନିଶ୍ଚି ରହିବା ଏକାଗ୍ର, ଚୈତ୍ୟ ଆବିଷ୍କାର ପାଇଁ ଶକ୍ତି ଦେବ ଖାଦ୍ୟ। ଶୋଇବା ଆଗରୁ ନୀତି କରିବା ଭିସା, ଶୋଇବା ଆଗରୁ ନୀତି କରିବା ଭିସା। ନିଦ୍ରା ଭରି ଦେବ ଶକ୍ତି ପ୍ରଶାନ୍ତି ଭରସା, ନିଦ୍ରା ଭରି ଦେବ ଶକ୍ତି ପ୍ରଶାନ୍ତି ଭରସା। କର୍ମ କରିବା ପୂର୍ବରୁ ହୋଇବା ସଚେତ, ଚୈତ୍ୟ ଯାତ୍ରା ପଥେ କର୍ମ ହେବ ସହାୟକ। କର୍ମ କରିବା ପୂର୍ବରୁ ହୋଇବା ସଚେତ, ଚୈତ୍ୟ ଯାତ୍ରା ପଥେ କର୍ମ ହେବ ସହାୟକ। କଥାବାର୍ତ୍ତା କଲା ବେଳେ ରଖିବା ସଂଯମ, ଦରକାରୀ କଥା ବିନା ନ କହିବା ଆନ। କଥାବାର୍ତ୍ତା କଲା ବେଳେ ରଖିବା ସଂଯମ, ଦରକାରୀ କଥା ବିନା ନ କହିବା ଆନ। ଜୀବନର ଲକ୍ଷ୍ୟ କେବେ ତିଳେ ନ ଭୁଲିବା, ଜୀବନର ଲକ୍ଷ୍ୟ କେବେ ତିଳେ ନ ଭୁଲିବା। ଜାଗ୍ରତ ସଂକଳ୍ପ ବରାବର ମନେ ରଖିବା,
ଜାଗ୍ରତ ସଂକଳ୍ପ ବରାବର ମନେ ରଖିବା। 12ଟିଏ କାମ କରୁଥିଲେ ନିରନ୍ତର, 12ଟିଏ କାମ କରୁଥିଲେ ନିରନ୍ତର। ଅକସ୍ମାତ ଦିନେ ଖୋଲିଯିବ ଚୈତ୍ୟ ଦ୍ୱାର, ଅକସ୍ମାତ ଦିନେ ଖୋଲିଯିବ ଚୈତ୍ୟ ଦ୍ୱାର, ଅକସ୍ମାତ ଦିନେ ଖୋଲିଯିବ ଚୈତ୍ୟ ଦ୍ୱାର। ବନ୍ଦେ ମାତରମ୍। ପ୍ରଣାମୀ ମା। ପରମ ପ୍ରଭୁ ଶ୍ରୀ ଅରବିନ୍ଦ ନିବେଦନ ଏବଂ ପରମ ପ୍ରଭୁଙ୍କର ଦିବ୍ୟ ଚରଣ କମଳରେ ମୁଁ ମୋର କୃତଜ୍ଞତା ଭରା ପ୍ରଣାମ ସମର୍ପଣ କରୁଛି। ଉପସ୍ଥିତ ସମସ୍ତ ସମ୍ମାନର ଭାଇମାନଙ୍କୁ ପ୍ରଣାମ ଜଣାଉଛି ଏବଂ ସମସ୍ତଙ୍କ ହୃଦୟରେ ମାଙ୍କର ଦିବ୍ୟ ଉପସ୍ଥିତି କୃତଜ୍ଞତା ଜ୍ଞାପନ କରୁଛି। ଆମେ ସମସ୍ତେ ଗୋଟିଏ ମାର ସନ୍ତାନ, ସମସ୍ତେ ଗୋଟିଏ ଅଭିଯାତ୍ରାର ଅଭିଯାତ୍ରୀ, ଗୋଟିଏ ଲକ୍ଷ୍ୟ ପଥରେ ଆମେ ସମସ୍ତେ ପରସ୍ପରର ସହଯାତ୍ରୀ। ମା ଆମମାନଙ୍କର ଏ ମହାନ ଆବିଷ୍କାରର ପଥରେ ପଥ ପ୍ରଦର୍ଶକ ରୂପେ, ଆମମାନଙ୍କର ସାଥୀ ରୂପେ, ମାର୍ଗଦର୍ଶକ ରୂପେ ଆମ ସହିତ ଅଛନ୍ତି। ଆମେ ସମସ୍ତେ ଯେମିତି କୁହାଯାଇପାରେ ସମସ୍ତେ ମାଙ୍କର କୋଳରେ ଗୋଟେ ଅଜ୍ଞାନ ଶିଶୁ ପରି, ସରଳ ଅଜ୍ଞାନ ଶିଶୁ ପରି ଆମେ ସମସ୍ତେ ବଢୁଛୁ ଏବଂ ସିଏ ନିଜେ ଆମକୁ ତାଙ୍କର କରୁଣା ଏବଂ ତାଙ୍କର ପ୍ରେମର ବାତାବରଣ ମଧ୍ୟରେ ଆମକୁ ଗଢୁଛନ୍ତି ଏବଂ ଗୋଟେ ସ୍ୱତନ୍ତ୍ର ଦିବ୍ୟତା ପ୍ରଦାନ କରିବାର ନିରନ୍ତର ପ୍ରୟାସ କରୁଛନ୍ତି। ବାସ୍ତବରେ ଆମେମାନେ ଯୋଉ ଲକ୍ଷ୍ୟରେ ପହଞ୍ଚିବୁ, ଆମମାନେ ଯୋଉ ପରମ ଲକ୍ଷ୍ୟକୁ ପ୍ରାପ୍ତ କରିବା, ସେ ସବୁ କିଛି ତାଙ୍କର କୃପାରେ ହିଁ ହବ। ତାଙ୍କ ପାଖରେ ଆମେ ଗୋଟେ ସମର୍ପିତ ଚେତନାରେ ଯଦି ରହିଲେ ବାକି ସବୁ କିଛି ସେ କରିବେ। ଆମେ ବାସ୍ତବରେ ନିଜକୁ ତାଙ୍କରି କୃପାର ସହାୟତାରେ, ତାଙ୍କର ପ୍ରେରଣାରେ ତାଙ୍କୁ ପ୍ରାର୍ଥନା କରି କରି ଆମେ ଚେଷ୍ଟା କରୁଛୁ ନିଜକୁ ସେଇ ସମର୍ପଣ ପାଇଁ ପ୍ରସ୍ତୁତ କରିବା ପାଇଁ। ଆମର ଚେଷ୍ଟାର ଆବଶ୍ୟକତା ରହିଛି, ସେଥିପାଇଁ ଆମେ ଚେଷ୍ଟା କରୁଛୁ। କିନ୍ତୁ ଆମର ଚେଷ୍ଟା ଯେ ଆମକୁ ଆମମାନଙ୍କର ଲକ୍ଷ୍ୟ ପାଖରେ ପହଞ୍ଚେଇ ଦେବ ସେ କଥା ନୁହେଁ। ମାଙ୍କର କୃପା ହିଁ ଆମକୁ ସେ ଜାଗାରେ ପହଞ୍ଚେଇବ। ଆମେ କାହିଁକି ପ୍ରୟାସ କରୁଛୁ? ପ୍ରୟାସ କଲେ ଯଦି ମାଙ୍କର କୃପା ହିଁ ଆମକୁ, ମାଙ୍କର ପ୍ରେମ ହିଁ ଆମକୁ ଲକ୍ଷ୍ୟ ପାଖରେ ପହଞ୍ଚେଇବ, ଆମେ ତାଙ୍କ ପାଖରେ ସମର୍ପିତ ହବା ଯଦି ଗୋଟେ ଅନିବାର୍ଯ୍ୟ ସର୍ତ୍ତ, ତେବେ ଆମେ ପ୍ରୟାସ କାହିଁକି କରିବା? ବ୍ୟକ୍ତିଗତ ପ୍ରୟାସର କ'ଣ ଆବଶ୍ୟକତା ରହିଛି? ଏମିତି ଏକ ପ୍ରଶ୍ନ ଆମ ଭିତରେ ଆସିପାରେ, ଏମିତି ଏକ ଜିଜ୍ଞାସା ଆମ ଭିତରେ ଜାଗ୍ରତ ହେଇପାରେ। ମା ମଧ୍ୟ ତାର ଉତ୍ତର ଦେଇଛନ୍ତି ଯେ ଆମେ ଯଦି ପ୍ରୟାସ ନ କରିବା ତାହେଲେ ଆମେ ତାମସିକ ନିଷ୍କ୍ରିୟତା ମଧ୍ୟକୁ ପ୍ରବେଶ କରିଯିବା, ଆମେ ଇନର୍ସିଆ ଭିତରକୁ ପ୍ରବେଶ କରିଯିବା। ଏବଂ ଯିଏ ନିଷ୍କ୍ରିୟ ଅବସ୍ଥାରେ ଥାଏ, ଯିଏ ତାମସିକ ନିଷ୍କ୍ରିୟତା ଅବସ୍ଥାରେ ଇନର୍ସିଆ ରେ ଥାଏ, ଜଡତା ଯାହାକୁ ଅକ୍ତିଆର କରି ରଖିଥାଏ, ତାକୁ ଅଗ୍ରଗତି କରିବା ପାଇଁ ଭଗବତ କୃପାକୁ ବି କଷ୍ଟ ହୁଏ। ତ ଆମର ପ୍ରୟାସର ଗୋଟେ ଅନିବାର୍ଯ୍ୟ ଆବଶ୍ୟକତା ଏଇ ଦୃଷ୍ଟିରୁ ରହିଛି ଯେ ଆମେ ନିଜକୁ ତାମସିକତାରୁ ବାହାର କରିବା। ଆମେ ପ୍ରୟାସ କରି ଯଦି କରୁଥିବା, ଆମକୁ ସେଇ ଦିବ୍ୟ ଲକ୍ଷ୍ୟ ପାଖରେ ପହଞ୍ଚିବା ପାଇଁ ଆମର ପ୍ରୟାସ ହିଁ ମାଙ୍କ ପାଇଁ ଗୋଟେ ସୁଯୋଗ। ସେଇ ହିସାବରେ ଆମେ ପ୍ରୟାସ କରୁଛୁ, ଆମେ ଚେଷ୍ଟା କରୁଛୁ ମାଙ୍କୁ ପ୍ରାର୍ଥନା କରି। ମୁଁ ମଧ୍ୟ ଯାହା ଯାହା ସବୁ ପୁସ୍ତକରେ ରହିଛି ସେଇ ମାଙ୍କୁ ପ୍ରାର୍ଥନା କରି ବିନମ୍ରତାର ସହିତ କେବଳ ଚେଷ୍ଟା କରୁଛି ଆଲୋଚନା କରିବା ପାଇଁ। ମୁଁ ଯାହା ବୁଝୁଛି, ଯାହା ମୋ ଜୀବନରେ ମୁଁ ତାକୁ ଅଭ୍ୟାସ କରୁଛି, ମୋର ସମ୍ମାନର ସହଯାତ୍ରୀ ଅପଭାଇମାନଙ୍କ ପାଇଁ ତାକୁ କେବଳ ମୁଁ ବାଣ୍ଟୁଛି, ସେୟାର କରୁଛି ଓନ୍ଲି। ମୁଁ ପୂର୍ବରୁ ବି ଅନୁରୋଧ ରଖିଥିଲି ଅପଭାଇମାନଙ୍କ ପାଖରେ, ଆଲୋଚନା ଭିନ୍ନ ଭିନ୍ନ ହେଇପାରେ। ଆମେ ଯୋଉ ଟେକ୍ସଟ ଆମ ପାଖରେ ଅଛି, ଯୋଉ କନସେପ୍ଟ ଆମ ପାଖରେ ଅଛି, ଯୋଉମାନେ ନିଷ୍ଠାପର ଭାବେ ସ୍ୱାଧ୍ୟାୟ କରୁଛନ୍ତି, ଚିନ୍ତନ ମନନ କରୁଛନ୍ତି ମାଙ୍କର ସାହିତ୍ୟକୁ, ସେମାନେ ନିଜ ଧାରାରେ ଭିନ୍ନ ଭିନ୍ନ ଭାବରେ ଆଲୋଚନା କରିପାରନ୍ତି।
ତ ଯାହା ଆଲୋଚନା ହଉଛି ଇନ କେସ୍ ଭିନ୍ନ ଏକ କଥା ଆଲୋଚନା କରିବାର ଆବଶ୍ୟକତା କୌଣସି ଅପଭାଇ ମାନେ ମନେ କରୁଛନ୍ତି, ଯଦି ସେମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆଗକୁ ଆସନ୍ତି ଏବଂ ମଝିରେ ମଝିରେ ସେଇ କନସେପ୍ଟରେ ଆଲୋଚନା କରନ୍ତି, ପ୍ରତ୍ୟେହ ବି ଆଲୋଚନା ପରେ ପରେ ନିଜ ନିଜର କନସେପ୍ଟ ଯଦି ଆଲୋଚନା କରାଯାନ୍ତା, ତାହେଲେ ବିଷୟବସ୍ତୁଟି ଆହୁରି ଏକ ସ୍ୱତନ୍ତ୍ର ସ୍ତରକୁ ଯାଇପାରନ୍ତା। ଏ ଆମର ଅନୁରୋଧ, ଆପଣମାନେ ନିଜ ତରଫରୁ ଟିକେ ଚେଷ୍ଟା କରିବେ, ଏ ଆଶା। ଏଠି ଯୋଉ ପ୍ରଶ୍ନ ଗୁଡିକ ଆମେ ସେଲ୍ଫ ଅବଜରଭେସନ ର ଧାରାରେ ଆଲୋଚନା କରୁଥିଲେ, ସେ ପ୍ରଶ୍ନ ଗୁଡିକ ସବୁ ପ୍ରତୀକାତ୍ମକ ପ୍ରଶ୍ନ, ସିମ୍ବଲିକ। ପ୍ରତୀକାତ୍ମକ ପ୍ରଶ୍ନ, ପ୍ରତୀକର ଭିନ୍ନ ଭିନ୍ନ ଉତ୍ତର ଥାଇପାରେ। ଆମେ ନିଜ ନିଜ ଢଙ୍ଗରେ ଯାହା ବୁଝୁଛେ ତା ନିଜ ନିଜ ସ୍ଥାନରେ ଠିକ। ମୁଁ କେବଳ କଥାଟିକୁ ସହଜ କରିବାର ପ୍ରୟାସ କରୁଛି, ଆପଣମାନେ এই ରୂପକଳ୍ପକୁ ନିଜ ଧାରାରେ ଭିନ୍ନ ଭାବରେ ବି ବୁଝିପାରନ୍ତି। ଏବଂ ପ୍ରତ୍ୟେକ ରୂପକଳ୍ପର ବାସ୍ତବରେ ବହୁତ ଦିଗରୁ ବୁଝାଯାଇପାରେ। ପ୍ରତ୍ୟେକ ରୂପକଳ୍ପକୁ, ଏହା ପ୍ରତ୍ୟେକ ରୂପକଳ୍ପର ପ୍ରତ୍ୟେକ ପ୍ରତୀକର ବହୁତ ପ୍ରକାର ମିନିଂ ରହିଛି। ଆମେ ମାଉଣ୍ଟେନ ଏବଂ ଭ୍ୟାଲିର ଉଦାହରଣ ନେଇକି ଆଲୋଚନା କରୁଥିଲେ। ଆମେ ଯେମିତି ମା ପୁସ୍ତକରେ ବି ପ୍ରଭୁ ଲେଖିଛନ୍ତି ଯେ ମାଙ୍କର ଗୋଟିଏ କ୍ୟାରେକ୍ଟର ହଉଛି ଉଚ୍ଚ, ହାଇଟ୍, ଏବଂ ମାଙ୍କର ଗୋଟିଏ କ୍ୟାରେକ୍ଟର ହଉଛି ବିସ୍ତାରିତ। ମହାସରସ୍ୱତୀଙ୍କର ଯୋଉ ଉଚ୍ଚତାର କଥା ଯେତେବେଳେ ପ୍ରଭୁ ଆଲୋଚନା କରୁଛନ୍ତି, ସେମିତି ମହାଲକ୍ଷ୍ମୀଙ୍କର ବ୍ୟାପ୍ତି କଥା ବି ପ୍ରଭୁ ଆଲୋଚନା କରୁଛନ୍ତି। ତେବେ ବେଳେ ବେଳେ ଚେତନାର ଉଚ୍ଚତା କେହି କେହି ବ୍ୟକ୍ତିମାନଙ୍କର ସ୍ୱଧର୍ମ ହେଇଥାଏ ଏବଂ କୋଉ କୋଉ ବ୍ୟକ୍ତିମାନଙ୍କର ଚେତନାର ବ୍ୟାପ୍ତି ସ୍ୱଧର୍ମ ହେଇଥାଏ। ଆମେ ଏଇ କନସେପ୍ଟରେ ଆଲୋଚନା କରିଥିଲେ, ମାଉଣ୍ଟେନ ଏବଂ ଭ୍ୟାଲିର ରୂପକଳ୍ପକୁ ନେଇକି, ପ୍ରତୀକକୁ ନେଇକି। ଆକୁ ଭିନ୍ନ ଭାବରେ ବି ବୁଝା ଯାଇପାରେ, ଯେମିତି ପର୍ବତ ବହୁତ ଧୈର୍ଯ୍ୟର ପ୍ରତୀକ। କିଛି ବ୍ୟକ୍ତି ଅଛନ୍ତି ସେମାନେ ପୁରା ଗମ୍ଭୀର ଧୈର୍ଯ୍ୟବାନ, ତାଙ୍କୁ କୌଣସି ପରିସ୍ଥିତି ହଲଚଲ କରିପାରେନି, ସେମାନେ ଅଟଳ। ଆମେ ପର୍ବତକୁ ସେଇ ସିମ୍ବଲିକ ହିସାବରେ ବି ନେଇପାରିବା। ଆମେ ପୃଥିବୀ ଏବଂ କ୍ଲାଉଡ ବା ବାଦଲ, ଏହାକୁ ଆମେ ଯୋଉ ରୂପକଳ୍ପରେ ଆଲୋଚନା କରିଥିଲେ, ବାଦଲକୁ ଆମେ ଚେତନାର ଅଗ୍ରଗତିର ପ୍ରତୀକ ରୂପେ ଗ୍ରହଣ କରିଥିଲେ ଏବଂ ପୃଥିବୀକୁ ସ୍ଥିର ଅଚଳ ଚେତନାର ପ୍ରତୀକ ରୂପେ ଗ୍ରହଣ କରିଥିଲେ। ଆକୁ ଭିନ୍ନ ଭାବରେ ବି ଗ୍ରହଣ କରାଯାଇପାରେ। କିଛି କିଛି ବ୍ୟକ୍ତିମାନଙ୍କର, ଯେମିତି ମୁଁ ମାଉଣ୍ଟେନର ଉଦାହରଣ ଦେଲି, ପୃଥିବୀର ସହିତ ଗାମ୍ଭୀର୍ଯ୍ୟ ପ୍ରକୃତିର ସହନଶୀଳତାର ହିସାବରେ ଆମେ ନିଜକୁ ଅବଜର୍ଭ କରିପାରିବା। ବାଦଲକୁ ଗୋଟେ ଲାଇଟ୍ କ୍ୱାଲିଟି, ଇକ୍ୱାନିମିଟି, ପ୍ରତ୍ୟେକ ପରିସ୍ଥିତିରେ ହାଲକା ଅବସ୍ଥାରେ ରହିବା, ବଡ ବଡ ପରିସ୍ଥିତିକୁ ସହଜରେ ସମ୍ମୁଖୀନ ହେବାର କ୍ୱାଲିଟି କିଛି ବ୍ୟକ୍ତିମାନଙ୍କର ଥାଏ। ଆମେ ବାଦଲର ଲାଇଟନେସ୍ ଏବଂ ପୃଥିବୀର ହେଭିନେସକୁ ବି ଗୋଟେ ସିମ୍ବଲ ହିସାବରେ ଗ୍ରହଣ କରିପାରିବା। ଏଇଟା ଆମମାନଙ୍କ ଉପରେ ନିର୍ଭର କରେ, କିନ୍ତୁ ବାସ୍ତବରେ এই ସିମ୍ବଲ ଗୁଡ଼ିକ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେ ଆମମାନଙ୍କର କ୍ୟାରେକ୍ଟରକୁ ଅବଜର୍ଭ କରୁଛେ। এই ସିମ୍ବଲ ଗୁଡ଼ିକ ଦେବାର ଆବଶ୍ୟକତା ଲେଖିକାଙ୍କ ପାଇଁ କାହିଁକି ରହିଲା? ଆମମାନଙ୍କ ପାଇଁ କଥାଟି ସହଜ ହେବ ବୋଲି। ଆମେ ଯଦି ଆମର ଆହୁରି ସହଜ ଭାବରେ ବି ଆମେ ୱିଦାଉଟ୍ ଏନି ସିମ୍ବଲ ଆମେ ନିଜକୁ ବି ଅବଜର୍ଭ କରିପାରିବା। ମା ଯେମିତି କହୁଛନ୍ତି, ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟର ପଶ୍ଚାତରେ ଥିବା ମନୋଭାବକୁ ଅବଜର୍ଭ କରିବେ, ପ୍ରତିକ୍ରିୟାକୁ, ରିଆକ୍ସନକୁ ଅବଜର୍ଭ କରିବେ। ପ୍ରତ୍ୟେକ କାର୍ଯ୍ୟର ପଶ୍ଚାତରେ ଥିବା ଆପଣଙ୍କର ରେସ୍ପନ୍ସକୁ ଅବଜର୍ଭ କରିବେ। ମୁଁ ଆଜି ଖାଉଛି, ଖାଇବା ସମୟରେ ମୋର ମନୋଭାବ କିପରି ଅଛି, ହ୍ୱାଟ ଇଜ ମାଇ ରିଆକ୍ସନ ଆଣ୍ଡ ହ୍ୱାଟ ଇଜ ମାଇ ରେସ୍ପନ୍ସ। ଜଣେ ବ୍ୟକ୍ତିଙ୍କୁ ମୁଁ ଭେଟିଲି, ମୋ ଭିତରେ କ'ଣ ପ୍ରତିକ୍ରିୟା ଆସିଲା, କ'ଣ ଭାବଟି ଆସିଲା? ମୁଁ ଗୋଟେ ପୁସ୍ତକଟିଏ ପଢୁଛି, ମୋର ଭାବଟି କ'ଣ ଆସିଲା? ମୁଁ ଜଣଙ୍କର ଆଲୋଚନାଟି ଶୁଣୁଛି, ମୋର ଭାବଟି କ'ଣ ଆସିଲା? ତ ମୋର ସେ ଭାବର ପଶ୍ଚାତରେ ମୋର କ୍ୟାରେକ୍ଟର ଲୁଚିକି ଥାଏ ଏବଂ ମୋର ଭାବ ବି ବଦଳୁଛି। ସେ ଅନୁସାରେ ମୋର ଯୋଉ ମଲ୍ଟିପଲ ପର୍ସନାଲିଟି ଅଛି ବା ଭିନ୍ନ ଭିନ୍ନ କ୍ୟାରେକ୍ଟର ମୋର ଏଇ ପଶ୍ଚାତରେ ରହିଛି, ମୁଁ ଭିନ୍ନ ଭିନ୍ନ ପରିସ୍ଥିତିରେ କୋଉ କୋଉ କ୍ୟାରେକ୍ଟର ଫ୍ରଣ୍ଟକୁ ଆସୁଛନ୍ତି ତାକୁ ମୁଁ ମୋର ପ୍ରତିକ୍ରିୟାକୁ, ମୋର ମନୋଭାବକୁ ଅବଜର୍ଭ କରି ଧୀରେ ଧୀରେ ସ୍ପଷ୍ଟ ହେଇପାରିବି। ସେଥିପାଇଁ ଜରୁରୀ ନୁହଁ ଆମେ ଏଠାରେ ଦିଆଯାଇଥିବା ରୂପକଳ୍ପକୁ ଗୋଟେ ନେଇଯିବା ଗୋଟେ ରୁଲ ହିସାବରେ। ଆମେ ଆମର ଢଙ୍ଗରେ ମଧ୍ୟ ନିଜ ପାଇଁ ପ୍ରଶ୍ନ ପ୍ରସ୍ତୁତ କରିପାରିବା। ଅସଲ ଉଦ୍ଦେଶ୍ୟଟି ହେଉଛି ଆମେ ଆମ ନିଜକୁ ଠିକ ଭାବରେ, ନିଜର ପ୍ରବୃତ୍ତି, ନିଜର ସ୍ୱଭାବକୁ ଠିକ ଭାବରେ ଏକ୍ଜାକ୍ଟଲି ଚିହ୍ନିବାର ଅଛି। ଏଇଟା ହେଉଛି ଆମ ଟାର୍ଗେଟ। ସେଥିପାଇଁ ପୁରା ନୀତି ନିୟମ ଭଳିଆ ଏଇ ସିମ୍ବଲକୁ ନେଇକି ହିଁ ଆମକୁ ଉତ୍ତର ଦେବାକୁ ପଡିବ। ତା ଯାହା ପାଇଁ ଆବଶ୍ୟକ ଅଛି ସେମାନେ କରିପାରନ୍ତି, ଯିଏ ଅନାବଶ୍ୟକ ଅନୁଭବ କରୁଛନ୍ତି ସିଧାସଳଖ ନିଜର
ପ୍ରତିକ୍ରିୟାକୁ ନେଇକି ସେମାନେ ଅବଜର୍ଭ କରିପାରିବେ, ଦ୍ୟାଟ୍ ଇଜ ଓକେ, ସେଇଟା ଠିକ ଅଛି, କିଛି ଅସୁବିଧା ନାହିଁ। ଏବଂ ଲେଖିକା ମଧ୍ୟ ଆମକୁ କହୁଛନ୍ତି ଯେ ପ୍ରଥମେ ପ୍ରଥମେ ଆମକୁ ଏଗୁଡେ କଥା ଗୁଡ଼ିକ କଷ୍ଟ ହେଇପାରେ, ଆମେ ଗୋଟେ ପ୍ରକାର ଉତ୍ତର ଦେବୁ, ଆମର ଜଣେ ବନ୍ଧୁ ଅନ୍ୟ ପ୍ରକାର ଉତ୍ତର ଦେବ। ଆମେ ଯଦି ବନ୍ଧୁମାନଙ୍କର ସହିତ ମିଶିକି ସେ ଉଭୟକୁ ଆଲୋଚନା କରିବା ଏବଂ ନିଜ ନିଜ ଢଙ୍ଗରେ ବୁଝିବା, ଆହୁରି ଗୋଟେ ସିନ୍ଥେସାଇଜ ଅବସ୍ଥାକୁ, ଗୋଟେ ସମନ୍ୱିତ ଅବସ୍ଥାକୁ ଯାଇକି ଆମେ ନୂଆ ପ୍ରଶ୍ନ କରିପାରିବା, ନିଜକୁ ଅବଜର୍ଭ କରିବା ପାଇଁ ସେଟା ବହୁତ ବଢିଆ। ଆମେ ନିଜକୁ ଏଇ ପ୍ରଶ୍ନ ଭିତରେ ହିଁ ସୀମିତ ରଖିବାନି, ନିଜକୁ ଖୋଲିବା, ନିଜକୁ ଆହୁରି ଏକ ବିସ୍ତାରିତ ଭୂମିକୁ ନବା ପାଇଁ ଚେଷ୍ଟା କରିବା, ଓପନ୍ ହବା ଇନର ମାଇଣ୍ଡ, ଏବଂ ନିଜକୁ ଖୁଣ୍ଟି ନାଣ୍ଟି କରି ବହୁତ ଭଲ ଭାବରେ ଅବଜର୍ଭ କରିବା। ଅନେକ ବ୍ୟକ୍ତିମାନେ ଅଛନ୍ତି ସେମାନେ ନିଜର ଚରିତ୍ରକୁ ନେଇକି ବହୁତ ସୁନ୍ଦର ସୁନ୍ଦର କବିତା ଲେଖନ୍ତି, ନିଜର ଚରିତ୍ରକୁ ନେଇକି ଭିନ୍ନ ଭିନ୍ନ ପ୍ରକାର କବିତା ଲେଖନ୍ତି, ବହୁତ ଚମତ୍କାର ଭାବରେ। କେହି ମଜାଳିଆ ଢଙ୍ଗରେ ଲେଖନ୍ତି, କାହାର କବିତାରେ ଗୋଟେ ପ୍ରକାର ଦର୍ଶନର ଭାଷା ଥାଏ। ସେମାନେ ଏଇ କଥାଟିକୁ ସଫଳତାର ସହିତ ସେତିକିବେଳେ କରିପାରନ୍ତି ଯେତେବେଳେ ସେମାନେ ବାସ୍ତବରେ ନିଜର ପ୍ରବୃତ୍ତି, ନିଜର ଚରିତ୍ର ସମ୍ପର୍କରେ ଗୋଟେ ସ୍ପଷ୍ଟ ଜ୍ଞାନ ହାସଲ କରନ୍ତି। ଆମେ ପୁନର୍ବାର ଏଇ କଥାଟିକୁ ମୁଁ ପୁନରାବୃତ୍ତି ବି କରୁଛି ଯେ ଆମର ଚରିତ୍ର ଉପରେ ସ୍ପଷ୍ଟ ଜ୍ଞାନ କାହିଁକି ଆବଶ୍ୟକ? କାରଣ ସ୍ପଷ୍ଟ ଜ୍ଞାନ ପ୍ରାପ୍ତ କଲେ ହିଁ ଆମେ ନିଜକୁ ନିୟନ୍ତ୍ରଣ କରିପାରିବା। ଆତ୍ମନିୟନ୍ତ୍ରଣର ଉଦ୍ଦେଶ୍ୟରେ ଆମେ ଆତ୍ମଜ୍ଞାନ ପ୍ରାପ୍ତ କରିବା ପାଇଁ ପ୍ରଚେଷ୍ଟା କରୁଛେ। ଆତ୍ମଜ୍ଞାନ ପ୍ରାପ୍ତ କରିବାର ପାଇଁ ଆତ୍ମସମୀକ୍ଷା ଆବଶ୍ୟକ, ଏଇ ଧାରାରେ ଆମେ ଆଗକୁ ଯାଉଛେ। ତ ସେଲ୍ଫ ଅବଜର୍ଭେସନ ଗୋଟେ ଭଲ ଅଭ୍ୟାସ। ଏଇ ସେଲ୍ଫ ଅବଜର୍ଭେସନ ର ସମୟରେ ଯେତେବେଳେ ଲେଖିକା ଆଲୋଚନାକୁ ଆରମ୍ଭ କଲେ, ସେ ଆମକୁ ସଜେଷ୍ଟ କଲେ ଯେହେତୁ ସେଲ୍ଫ ଅବଜର୍ଭେସନ ବହୁତ ଆବଶ୍ୟକ, ସେଥିପାଇଁ ସେ କହିଲେ ଏଇଟା ଆମ ମାନଙ୍କର ଗୋଟେ ଡେଲି ହ୍ୟାବିଟ୍ ହେବା ଦରକାର, ଡେଲି ହ୍ୟାବିଟ୍। ଏବଂ ଏଟା ନ୍ୟାଚୁରାଲ ହବା ଦରକାର, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛୁ, ଯେମିତି ଆମେ ଆମର ନିଶ୍ୱାସ ପ୍ରଶ୍ୱାସ ନେଉଛୁ, ଏଟା କଣ ନ୍ୟାଚୁରାଲ? ଆମକୁ କଣ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ପ୍ରଚେଷ୍ଟା କରିବାକୁ ପଡୁଛି ନା ଖାଇବା ପାଇଁ ଗୋଟେ ସ୍ୱତନ୍ତ୍ର ଭାବରେ ଗୋଟେ ଆମକୁ ପ୍ଲାନିଂ କରିବାକୁ ପଡୁଛି? ନା, ଆମେ ଏଟା ରେଗୁଲାର ଆଜ ଇଟ୍ ଇଜ ଚାଲିଛି। ଏଠି ଯାହାକୁ କୁହାଯାଏ ଆମ ଜୀବନର ରୀତିନୀତି ମଧ୍ୟରେ ଏଇସବୁ ଜିନିଷ ରହିଛି। ତ ସେତିକି ଗୁରୁତ୍ୱ ସେଲ୍ଫ ଅବଜର୍ଭେସନ ରହିଛି। ଏହାକୁ ସ୍ୱତନ୍ତ୍ର ଭାବରେ ନୁହଁ, ରୀତିମତ କରିବା ଦରକାର। ରୀତିମତ ରେଗୁଲାର ଯାହାକୁ କୁହାଯାଏ, ରେଗୁଲାର ହ୍ୟାବିଟରେ ଯେମିତି ଖାଦ୍ୟ ଗ୍ରହଣ କରିବା ରହିଛି, ଯେମିତି ନିଦ୍ରା ରହିଛି। ଯୋଉମାନେ ଟିକେ ଆଉ ଗୋଟେ କନସିୟସ୍ ଲାଇଫ, ଫିଜିକାଲ ଏକ୍ସରସାଇଜ ସେମାନଙ୍କର ରେଗୁଲାର ହ୍ୟାବିଟ ହେଇଛି। କିଛି ବ୍ୟକ୍ତିଙ୍କର ଖାଇବା, ଶୋଇବା, ଆଉ ବାକି ବର୍ଜ୍ୟବସ୍ତୁ ଇତ୍ୟାଦି ତ୍ୟାଗ କରିବା, ବା ଯାହାକୁ ନେଚର କଲକୁ ଆଟେଣ୍ଡ କରିବାକୁ କୁହାଯାଏ, ସେ ସବୁ ଇତ୍ୟାଦି ଗୋଟେ କେବଳ ଅନିବାର୍ଯ୍ୟ ହେଇକି ରହିଛି, ରେଗୁଲାର। ଆଉ ଟିକେ ଊର୍ଦ୍ଧ୍ୱତମ ଚେତନାରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏସବୁ ରହିଛି, ତା ସହିତ ନିଜର କାର୍ଯ୍ୟ ନିଜେ କରିବା ସହିତ ଫିଜିକାଲ କଲଚର, ଏଇଟା ଗୋଟେ ଆବଶ୍ୟକତା ରହିଛି। ସେମାନେ ଆଉ ଟିକେ ହାୟର କନସିୟସନେସର ବ୍ୟକ୍ତି। ଆଉ ଏଠି ଯୋଉ ବ୍ୟକ୍ତିମାନେ ଆମେ ଏକତ୍ରିତ ହେଇଛେ, ଆମମାନେ ଏକ ସ୍ୱତନ୍ତ୍ର ଶ୍ରେଣୀର ବ୍ୟକ୍ତି। ଆମମାନଙ୍କ ପାଇଁ ସେମିତି ନିୟମିତ ଭାବରେ ନିଜର କାର୍ଯ୍ୟ କରିବାର ସହିତ, ଶାରୀରିକ ବ୍ୟାୟାମର ସହିତ ଆମକୁ ସେଲ୍ଫ ଅବଜର୍ଭେସନ ବି ଗୋଟେ ନ୍ୟାଚୁରାଲ ହ୍ୟାବିଟରେ ପରିଣତ କରିବାକୁ ପଡିବ। ଏହାର ଆବଶ୍ୟକତା ସମ୍ପର୍କରେ ଆମକୁ ଲେଖିକା ସଜେସନ ଦଉଛନ୍ତି, ସଜେଷ୍ଟ କରୁଛନ୍ତି। ଆଜି ଆମେ ନୂଆ ଅଧ୍ୟୟନ ମଧ୍ୟକୁ ପ୍ରବେଶ କରିବା। ଗୋଟିଏ ପଏଣ୍ଟକୁ ଆମେ ସ୍କିପ୍ କରିଛେ, ଯୋଉଟା ମୋର ଫିଜିକାଲ, ଭାଇଟାଲ ଆଉ ମେଣ୍ଟାଲ, କେବଳ ସାମାନ୍ୟ ଭାବରେ ମୁଁ ଆଲୋଚନା କରିଛି। ଏଇ ବିଷୟବସ୍ତୁ ଉପରେ ପରବର୍ତ୍ତୀ ଆଲୋଚନାରେ ଆସିବ ଆଗକୁ, ସେଥିପାଇଁ ଆମେ ସେତେବେଳେ ଆଉ ଡିଟେଲ ଆଲୋଚନା କରିବା। ପ୍ରଥମେ ସେଇ ୱାର୍କସିଟକୁ ଯିବା ପୂର୍ବରୁ ଏଇ ଫିଜିକାଲ, ମେଣ୍ଟାଲ ଏବଂ ଭାଇଟାଲ କ୍ୱାଲିଟିଜ ଉପରେ ଆମେ କିଛି ସମୟ ଆଲୋଚନା ରଖିବା, ତାପରେ ଆମେ ସେଇ ୱାର୍କସିଟକୁ ଯିବା। ବାକି ଯୋଉ ସିମ୍ବଲିକ ଡିସ୍କସନ ଗୁଡ଼ିକ ରହିଲା, ମୁଁ ଆପଣମାନଙ୍କୁ ପୂର୍ବରୁ ବି ଏ କଥାଟିକୁ କହିଛି, ଆପଣମାନେ ଏହାକୁ ନିଜ ନିଜ ଢଙ୍ଗରେ ବୁଝିବେ। ଆଲୋଚନା ଆପଣଙ୍କୁ କେବଳ ସହାୟକ ହେଇପାରେ, କିଛିଟା ସ୍ପଷ୍ଟତା ଆଣିପାରେ, କିଛିଟା ଆପଣମାନଙ୍କର ପ୍ରୟାସ ପାଇଁ ଗୋଟେ ପ୍ରକାର ଗାଇଡାନ୍ସ ହେଇପାରେ, କିନ୍ତୁ ଆପଣ ନିଜ ନିଜ ଢଙ୍ଗରେ ସେ ସିମ୍ବଲକୁ ବୁଝିବେ। ଏବଂ ଯାହା ଲେଖିକା ଆମକୁ କହିଲେ, ବାରମ୍ବାର ଏଇ ଅଭ୍ୟାସ କଲେ ସେଲ୍ଫ ଅବଜର୍ଭେସନର, ଧୀରେ ଧୀରେ ଆପଣ ନିଜେ ସ୍ପଷ୍ଟ ଜ୍ଞାନ ପ୍ରାପ୍ତ କରିପାରିବେ ନିଜର ସ୍ତରରେ। ଆପଣ ଏ କଥାଟିକୁ ଏକୁଟିଆ ଅଭ୍ୟାସ କରିପାରନ୍ତି, ନହେଲେ
ଆମର କିଛି ବନ୍ଧୁ ମାନଙ୍କର ସହିତ ମଧ୍ୟ ମିଳିତ ଭାବରେ ଅଭ୍ୟାସ କରିପାରନ୍ତି। ଆମେ ଆଜି ନୂଆ ଅଧ୍ୟୟନ ମଧ୍ୟ ପ୍ରବେଶ କରିବା। ପେଜ ନମ୍ବର 17 ରେ ଆମ ମାନଙ୍କର ୱାର୍କସିଟ୍ ପରେ ପରେ ଯୋଉ ଅଧ୍ୟୟନଟି ରହିଛି ନ୍ୟୁ ହ୍ୟାବିଟ୍ ଅଫ ସେଲ୍ଫ ଅବଜରଭେସନ, ସେଇଠାରୁ ଆମେ ଆଜିର ଅଧ୍ୟୟନକୁ ଆଗକୁ ନେବା। ଏଠି କୁହାଯାଉଛି this book will show you some new habits that are good to develop if you are serious about preparing yourself for contact with your psychic being. Just now you have started the first one, the habit of self observation. A habit is something that you do often and routinely. If you want to make something a habit, you must start to practice regularly. In the beginning that takes effort. Once it has become a habit, you start doing it more or less automatically. A new habit needs about 40 days to really become a regular habit. If you do it for 40 days without fail, you should have no difficulty to keeping it up. এটা କେତେ ଚମତ୍କାର କଥା ଆପଣଙ୍କ ପାଇଁ। এই ପୁସ୍ତକଟି ସେ କହୁଛନ୍ତି ତୁମକୁ ଅନେକ ଅନେକ ନୂଆ ଅଭ୍ୟାସ ଶିଖେଇବାରେ ସହାୟକ ହବ, ଯୋଉମାନେ କି ତୁମର ଅଗ୍ରଗତିରେ ଉତ୍ତମ ଅଭ୍ୟାସ ଗୁଡିକ, ଏବଂ ଅଗ୍ରଗତି କରିବା ପାଇଁ এই ଉପାୟ ଗୁଡିକ ସହାୟକ। ଯଦି ତୁମେ ମାନେ ଏଇ ପ୍ରସ୍ତୁତିରେ ଟିକେ ନିଷ୍ଠାପର, ଟିକେ ସିରିୟସ, ଯଦି ତୁମେ ମାନେ ଅନ୍ତରାତ୍ମାଙ୍କର ସହିତ ସମ୍ପର୍କ ସ୍ଥାପନ କରିବାରେ ଟିକେ ସିରିୟସ ଅଛ, ଟିକେ ନିଷ୍ଠାପର ଅଛ, ତୁମ ମାନଙ୍କ ପାଇଁ ପ୍ରଥମ ଅଭ୍ୟାସ ହିସାବରେ କୁହାଗଲା ସେଇଟା ହଉଛି ହ୍ୟାବିଟ୍ ଅଫ ସେଲ୍ଫ ଅବଜରଭେସନ। ଲେଖିକା କହୁଛନ୍ତି ଆମମାନଙ୍କ ପାଇଁ ଗୋଟେ ଅଭ୍ୟାସ ସିଏ କହିଲେ, ଆଗକୁ ଅନେକ ଅନେକ କଥା କୁହାଯିବ। ପ୍ରଥମେ କହିଲେ ଯେ ସେଲ୍ଫ ଅବଜରଭେସନ, ଯୋଉଟା କି ବହୁତ ଆବଶ୍ୟକ ଅନ୍ତରାତ୍ମାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ। ଏକ୍ଜାକ୍ଟଲି ସେଲ୍ଫ ଅବଜରଭେସନ ଆମକୁ ଅନ୍ତରାତ୍ମାଙ୍କ ସହିତ ସମ୍ପର୍କିତ କରିପାରିବ ନାହିଁ। ସେଲ୍ଫ ପ୍ରିପାରେଟୋରୀ ପିରିୟଡ ଯାହା ସବୁ ରହିଛି, ପ୍ରିପାରେଟୋରୀ ସ୍ଟେପ୍ସ, ସେ ପ୍ରିପାରେଟୋରୀ ସ୍ଟେପ୍ସ ମାନଙ୍କ ଭିତରେ ସେଲ୍ଫ ଅବଜରଭେସନ ଟା ହଉଛି ପ୍ରଥମ। ତାପରେ ଆଗକୁ ଯିବା। ସେ କହୁଛନ୍ତି ଯେ ହ୍ୟାବିଟ୍ କାହାକୁ କୁହାଯାଏ, ଅଭ୍ୟାସ କାହାକୁ କୁହାଯାଏ? ଅଭ୍ୟାସ ସେଇଆକୁ କୁହାଯାଏ ଯାହାକୁ ଆମେ ନିୟମିତ ଭାବରେ କରୁ। ଥରେ ନୁହଁ, ବାରମ୍ବାର ନିୟମିତ ଭାବରେ ଆମେ ତାକୁ କରୁ। ଏବଂ ଯେତେବେଳେ ଆମେ କୌଣସି ଜିନିଷକୁ ଅଭ୍ୟାସରେ ପରିଣତ କରିବା ପାଇଁ ଚାହୁଁ, ତାକୁ ଆମେ ଅଭ୍ୟାସ କରିବା ଆରମ୍ଭ କରୁ, ସେତେବେଳେ ସେ ହ୍ୟାବିଟରେ ପରିଣତ ହେଇଯିବ ଯେତେବେଳେ ସେଇ ଅଭ୍ୟାସଟିକୁ ଆମେ ରେଗୁଲାରଲି କରୁ, ସେଇ ପ୍ରାକ୍ଟିସଟାକୁ ଆମେ ରେଗୁଲାରଲି କରୁ, ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଇଯିବ। ଆମମାନଙ୍କର କାହାର କାହାର ଚା ପିଇବାର ଅଭ୍ୟାସ ରହିଛି। କେମିତି ରହିଛି? ଯେ ଥରେ ଆମେ ପିଇଲୁ, ତାକୁ ରେଗୁଲାର ପ୍ରାକ୍ଟିସ କଲୁ। କେହି କେହି ବ୍ୟକ୍ତିମାନେ ଚା ପିଅନ୍ତି ବଟ୍ ଦେ ଆର୍ ନଟ୍ ହାବିଚୁଏଟେଡ୍। ଏଇଟା ଗୋଟେ ଭାରି ଇଣ୍ଟରେଷ୍ଟିଂ କଥା। ସେମାନଙ୍କୁ ଆପଣ ଚା ଅଫର କରିବେ, ସେ ପିଇଦେବେ। କୋଉ ଦିନ ଯଦି ସେମାନେ ଚା ପିଇନାହାନ୍ତି, ସେଥିପାଇଁ ସେ ବ୍ୟସ୍ତ ହେବେ ନାହିଁ। ତାମାନେ ସେ ଚା ପିଇବାକୁ ହୁଏତ ପସନ୍ଦ କରିପାରନ୍ତି, ବଟ୍ ଇଟ୍ ଇଜ ନଟ୍ ଦେୟାର ହ୍ୟାବିଟ୍। ସେ ଚା ପିଇବାକୁ ପସନ୍ଦ କରିପାରନ୍ତି, କିନ୍ତୁ ଏହା ତାର ଅଭ୍ୟାସ ନୁହଁ। ସେମିତି କିଛି ବ୍ୟକ୍ତି ଅଛନ୍ତି ପୁସ୍ତକ ପଢିବା ପାଇଁ ସେମାନେ ଭଲ ପାଆନ୍ତି। ତାଙ୍କୁ ଆପଣ ନୂତନ ପୁସ୍ତକ ଦେଲେ, ଆବଶ୍ୟକ ପଢିଲେ, ଏନକରେଜ କରିଦେଲେ, ସେ ପଢିବେ। କିନ୍ତୁ ଇଟ୍ ଇଜ ନଟ୍ ଇନ୍ ଦେୟାର ହ୍ୟାବିଟ୍। ସେମାନେ ପୁସ୍ତକ ନ ପଢିଲେ, ଯଦି ସେ ନ ପଢୁଛନ୍ତି, ସେ ଡିଷ୍ଟର୍ବ ଫିଲ୍ କରିବେନି। ସେ ଗୋଟେ ତାଙ୍କୁ ଲାଗିବ ନାହିଁ ଯେ କିଛି ଗୋଟେ ଅସୁବିଧା ହେଇଯାଇଛି ବୋଲି, ସେମିତି ଲାଗିବନି। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ସମାନ କଥା, ସେମାନେ ଚାହା ନ ପିଇ ରହିପାରିବେନି, ସେମିତି ପୁସ୍ତକ ନ ପଢି ବି ସେମାନେ ରହିପାରିବେ। କେମିତି ହେଇଛି? ଯୋଉ ବ୍ୟକ୍ତି ମଝିରେ ମଝିରେ କିଛି ଗୋଟେ ସ୍ୱତନ୍ତ୍ର ଖାଦ୍ୟ ଖାଉଛି, ତାକୁ ସେ ପସନ୍ଦ କରୁଥାଇପାରେ, ତାର ହ୍ୟାବିଟ୍ ନାହିଁ। ଯଦି ସେଇ ଖାଦ୍ୟଟିକୁ ସେ ରେଗୁଲାର ଖାଇବ, ନିର୍ଦ୍ଦିଷ୍ଟ ସମୟରେ ଖାଇବ, ତ କିଛି ଦିନ ପରେ ସେଥିରେ ସେ ହ୍ୟାବିଟରେ ପଡିଯିବ। ଚା ପିଆର ଉଦାହରଣ ମୁଁ ଆପଣଙ୍କୁ ଦେଲି। ଆପଣ ପ୍ରତ୍ୟେକ ଦିନ ଅପରାହ୍ନ 4:30ରେ ଚା କପେ ପିଇବେ, ପ୍ରତ୍ୟେକ ଦିନ ପିଇବେ। ଆପଣଙ୍କ ସେ ଅଭ୍ୟାସ ନଥାଇପାରେ, ଆପଣ ଏମିତି ସପ୍ତାହେ, 2 ସପ୍ତାହ, 3 ସପ୍ତାହ, 4 ସପ୍ତାହ ପର୍ଯ୍ୟନ୍ତ ପିଇଲେ। ପିଇଲା ପରେ ତାପରେ ଆପଣ ସେଇ ସମୟରେ ଚା ନ ପିଇଲେ ଆପଣ ଡିଷ୍ଟର୍ବ ଲାଗିବ, ବିକଜ ଇଟ୍ ବିକେମ୍ ୟୁର ହ୍ୟାବିଟ୍। ଭଲ ଅଭ୍ୟାସ ବି ସେଇଆ। ଆପଣ ନିର୍ଦ୍ଦିଷ୍ଟ ସମୟରେ ପଢିଲେ, ଏମିତି ଅନେକ ଦିନ ପର୍ଯ୍ୟନ୍ତ ପଢିଲେ, ତାହା ଆପଣଙ୍କର ଅଭ୍ୟାସରେ ପରିଣତ ହେଇଗଲା। ଯେତେବେଳେ ସେଇ ସମୟ ଆସିବ, ଆପଣ ପଢୁନଥିବେ, ଅଲଗା କୌଣସି କାର୍ଯ୍ୟ କରୁଥିବେ, ପୁସ୍ତକର କଥା ମନେ ପଡିବ। ଆମ ସମସ୍ତଙ୍କର ନିର୍ଦ୍ଦିଷ୍ଟ ସମୟରେ ଶୋଇବାର ଅଭ୍ୟାସ ଯଦି ଥିବ, ସେଇ ସମୟ ହେଲା ମାନେ ଆମକୁ ନିଦ ଲାଗିବ। ଖାଇବାର ଅଭ୍ୟାସ ଯଦି ନିର୍ଦ୍ଦିଷ୍ଟ ସମୟରେ ଥିବ, ସେଇ ସମୟ ହେଲା ମାନେ ଆମକୁ ଭୋକ ଲାଗିବ। ହ୍ୟାବିଟ୍ ହଉଛି ଏଇପରି। ସେମିତି ସେଲ୍ଫ ଅବଜରଭେସନକୁ ଯଦି ଆମେ ହ୍ୟାବିଟରେ ପରିଣତ କରିଦେବା, ସେଲ୍ଫ ଅବଜରଭେସନ ଟାଇମ ହେଲା ମାନେ ଆମକୁ ଆଗ୍ରହ ଆସିବ ଆମ ଭିତରେ ଯେ ହଁ, ଇଟ୍ ଇଜ ଦ ଟାଇମ
for self observation, so I have to start it. तो सी अभ्यास रे केमिति परिणत हबो प्रथमे प्रथमे हुएत या कष्ट हेई पारे जदि आमे ताको अभ्यास रे परिणत करदिलु से ऑटोमेटिक हबो जे पर्यंत अभ्यास हेई न थाए से पर्यंत हमकु करबा पई प्रयास करे पड़े थरे अभ्यास हेई गेले बिना प्रयास रे हुए जो माने म्यूजिक शिखुथिबे जो माने यंत्र वाद्य यंत्र इत्यादि शिखुथिबे से माने कोन करिवे जे प्रथमे कोन करे पड़िबो से म्यूजिक ऊपर फिंगर चले पड़िबो ए फिंगर पर से फिंगर पर से फिंगर एवं जदि से रेगुलर हैबिट रे परिणत कर देले प्रथम कोन हबो ताका माइंड ताकर फिंगर को गाइड करिवो प्रयास करबा में माने पुश करिवो टिके प्रचेष्टा लगेबो मन तार पश्चात रे एवं धीरे धीरे जतबेले सेमान ताको रेगुलर प्रैक्टिस करिवे सेसुकु एकता मा भी कहिसंती जे फिंगर कॉन्शियसनेस सेटी जागृत हबो एवं ताको फिंगर माने मध्ये से जो म्यूजिक टोन प्रति हैबिचुएटेड हे जिवे से जगह स्वतंत्र भाव से म्यूजिक रो जो नॉलेज को जा माइंड रे अछि आ यूज करे आवश्यकता पड़िबो नहीं फिंगर गुडी को एपरी ऑटोमेटिकली चलिबे ऑटोमेटिकली फिंगर चलिबे जणे 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 एते चमत्कार व्यक्तित्व अछन म्यूजिक रे से माने म्यूजिक प्ले करथबे आज इट इज रिदम रे चलथबो से माने भिन्न किछि चिंता रे थाई परंती से माने ध्यान कर परथांती किछि असुविधा नहीं ता फिंगर हैबिचुएटेड हे जाय ट्रेंड सेटा ऑटोमेटिकली चलिबो ना प्रभु ऑटोमेटिक मेडिटेशन कथा कहछन ऑटोमेटिक नाम जप कथा भी कहछन जो मानकर मेडिटेशन हैबिट रे परिणत हे जाय रेगुलर हैबिट रे से मानक पई प्लेस और कंडीशन किछि मैटर करेनी से माने आर्ट विल निज इच्छा रे स्वतःस्फूर्त भाव मेडिटेशन रो मूड को पळेबे निजको बाहर समस्त कोलाहल रो विड्रॉ करके से माने मेडिटेशन रो मूड को पळेबे एवं से माने को पारिपार्श्विक अवस्था रहिछन ता पर किछि फरक पड़िबोनी से माने बास्केटबॉल खेलु थाई परंती से माने युद्ध क्षेत्र रे थाई परंती गाड़ी ड्राइव कर थाई परंती से कार्य ऑटोमेटिक चलेबो से माने मेडिटेशन रो मूड को पळेबे एटा स्वतंत्र स्टेट ऑफ कॉन्शियसनेस को पळेबे मेडिटेशन रो हैबिट कथा कहिछन नाम जप रो हैबिट कथा भी प्रभु कहिछन से नाम जप प्रथम मेकानिकली आरंभ होबो तापरे मेंटल एफर्ट रे आरंभ होबो बा कंटिन्यू होबो सेसु को जतबेले आपनकर से रेगुलर हैबिट रे परिणत हे जिवो ए कॉन्शियसनेस स्वतःस्फूर्त भाव से जगह को पळेबो सेति पई सेतबेले नाम जप प्रयास करे पड़िबोनी ऑटोमेटिकली चलिबो ऑटोमेटिकली एवं जहा को शास्त्र रे कह जायछि अजपा जप जो जप को जप करा जाय नै जे स्पॉन्टेनियसली चले अजपा जप ए संस्कृत शब्दटी रहिछि ए कथा प्रभु कहिसंती को मानकर से ऑटोमेटिक स्तर को जीवो जो माने अभ्यास करी 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 से कथा गुडी को तांकर डेली हैबिट रे परिणत कर देथिबे से मानकर हम मानकर भी सेमती जहां भी हमें रेगुलर प्रैक्टिस करबा से हमर डेली हैबिट रे परिणत हे जिवो जहां में रेगुलर प्रैक्टिस करबा डेली हैबिट रे परिणत हे जिवो हमर बॉडी माइंड वाइटल ता प्रति प्रैक्टिस सहित से जो कार्य सहित ट्यून नै जिवे जेते जेते व्यक्ति माने निजर निजर फील्ड रे उच्चर उच्चतम स्तर को जाइछंती से समस्तंकर सीक्रेट होची से समस्तंकर सीक्रेट होची सिंसियर रेगुलर हैबिट सिंसियर रेगुलर प्रैक्टिस आउ किछि नै प्रैक्टिस करी 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 सेतरे से माने मास्टरी नै आछन मास्टरी एते जे चमत्कार समय देइछन से प्रैक्टिस रे सेटा तांको पय अति सहज कथाटी हे अति सहज कथाटी प्रैक्टिस करी 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 सुंदर अक्षर लिखि पारथो व्यक्ति अछंती सुंदर खेलाड़ी अछंती सुंदर संगीतज्ञ अछंती सुंदर चित्रकार अछंती अछंती समय डेली हैबिट सेतमे आमे नियमित भाव में प्रयास कले धीरे धीरे ये कार्य ऑटोमेटिक चलबा आपै स्वतंत्र भाव में प्रयास करबा दरकार नहीं आमे केते दिन अभ्यास करबा आमे केते दिन अभ्यास करबा एठी लेखिका सजेस्ट करछन 40 डेज
आमे कष्ट करी यदि 40 दिन गोटे निर्दिष्ट अभ्यास को करिबा सेटा धीरे धीरे हमर प्रवृत्ति रे परिणत हो रेगुलर हैबिट रे परिणत हो कहउछंती ए न्यू हैबिट नीड्स अबाउट 40 days to really become a regular habit. If you do it for 40 days without fail, you should have no difficulty in keeping it up. जदि प्रथम 40 दिन आमे कष्ट करी दिले 40 दिन तेरा होय तो कष्ट हबो किंतु हमनकर नियमित 40 दिन अभ्यास बिना कोनसी बाधा विघ्न रे बिना कोनसी ब्रेक रे परवर्ती समय रे से कथाटी को हम द्वारा करया पे सहजतर अवस्था को नै जिवो हमें तापर आ सहज रे करि परिबा कंपैरेटिवली सहज रे करि परिबा धीरे धीरे जदि आउर नेक्स्ट 40 days 120 days हमें रेगुलर कर देला आउ बेसी किछि अपूर्व कथा हम पई ताहा रहिबने हम पई सेरा सहज हे जिवो राति रे सोई की उठिबा हम 40 दिन पर्यंत 9:30 रे सोइबा 4:30 रे उठिबा 9:30 रे सोइबा 4:30 रे उठिबा 40 दिन चेष्टा करिबा तापर धीरे धीरे बॉडी एक्वेंटेड हे जिवो सेति प्रति हमर से प्रैक्टिस ता फिजिकल लेवल को पड़ेओ आउ सेठी हटि परिबाने हम सेति पई से हमको सजेस्ट करछन्ते हमें सेल्फ ऑब्जर्वेशन रूपक अभ्यास टिकु केमिति रेगुलराइज करिबा हियर आर सम टिप्स टू हेल्प यू टू बिकम रेगुलर इन द हैबिट ऑफ सेल्फ ऑब्जर्वेशन मेक ए रूटीन दैट एनेबल्स यू टू प्रैक्टिस डेली आमे गोटे नियमित भाबरे गोटे रूटीन टे तयारी करिबा समय निर्घंट रे तयारी करिबा जो समय रे आमे नियमित भाबरे प्रैक्टिस करिबा दिन भितरे ती कहले गोटी 20 मिनिट बाहर करिबा हमें सेट एटलीस्ट 20 minutes apart from for this every day. Fix a certain time for your daily practice. 20 मिनिट दिन रे हमें बाहर करिबा निर्दिष्ट समय रे से 20 मिनिट रे हमें सेल्फ ऑब्जर्वेशन प्रैक्टिस करिबा मो पई गोटे समय सुविधा हे पारे आपण मानक पई भिन्न भिन्न समय सुविधा हे पारे मु मोर सुविधा समय टी कहूची एटा गोटे रूल नुह आपण पई भिन्न समय हे पारे मोर सुविधा समय टी होची सोइलार जस्ट पूर्व कार लंच पर सुविधा समय हुए कार सकाळ उठी सुविधा समय हुए आपण निजे फिक्स करेंगे आपण पई को समय सोइबा पूर्व भी जदि समय फिक्स भी होची को माने 9:30 रे सुनती तो से मानक पई 9:15 9:10 बेल को समय निर्धारित हो पारे जे 10टा रे सोथिबे से माने 9:40 रे समय को फिक्स करि परंती आउरी अर्लियर भी निद्रा जीवार अपभय मान अछंती टिके विलंब रे आवश्यकता दृष्टिकोण 10:30 11 सोइला बेले अपभय मान भी अछंती से माने निज निजर अभ्यास अनुसार निज निजर कार्य धारा अनुसार से माने समय को फिक्स करि सेंपई आपण जहा सुविधा आपण निज अनुसार 20 मिनिट दिन रे बाहर करिवे एवं सही समय रे डेली हैबिट करिवे प्रैक्टिस करिया पय सेल्फ ऑब्जर्वेशन तापरे केमिता स्थान रे हमें करबा चूज ए क्वाइट प्लेस फॉर योर प्रैक्टिस अच्छा ए जो गोटे नीरवर स्थान कथाटी कह जाउची से नीरव स्थान कथा विचार कला बेलू हमको समय उपर टिके भिन्न भाव में दृष्टि पकेबा पड़ो जे किछि किछि निर्दिष्ट समय आम मानक पय नीरवतार समय हेकि थाए आपण जो समय कार्य करिवे से समय नीरवतार वातावरण न थाए सकाळो अर्ली मॉर्निंग बिफोर गोइंग टू बेड और इन आफ्टरनून आफ्टर लंच यही तीनोटी समय विशेष भाव में जो माने गृहिणी अधिकांश जेतु अपा माने गृहिणी अपा माने अछन मु तांकु दृष्टि रखी ही केवल कहूची कथाटी भी भिन्न अन्य मानक पई हेई पारे अर्ली मॉर्निंग एवं आफ्टर लंच एवं आफ्टर डिनर और बिफोर गोइंग टू बेड ए तीनोटी समय हुए तो जो माने गृहिणी गृहस्थ आश्रम रे जो अपा माने रहिसंती से मान पई ए तीनटी समय रे 20 मिनिट हुए तो बाहर करा जाई पारे लंच पर रेस्ट आवश्यकता अच्छी हुए तो सी 20 मिनिट दवाई बेले बेले कष्ट हुए किंतु बिफोर गोइंग टू बेड एंड आफ्टर वेक अप निद्रा त्याग करी निद्रा जीवा पूर्व यही दृष्टि हुए तो बेसी सुइटेबल हो पारे आपण माने निज निज
परिस्थिति अनुसार समयटा को निर्धारित कर एवं ये तीनोटी समय पर मध्य कार कार जदि टिके नीरव समय रहउची को के टीचर्स माने थांती से माने तांकर स्कूल रे कार्य करथवा समय रे लीजर पीरियड रे कॉमन रूम रे आउ के जेतु न थांती जने दिन अपभय मान को लीजर थाए से माने सेठी सुइटेबल फील करि पारंती सेटा समस्तकर परिस्थिति अनुसार भिन्न भिन्न समस्त निज निज परिस्थिति अनुसार भिन्न भिन्न योजना अनुसार भिन्न भिन्न समय निर्वाचित करबा समस्तकर स्वाधीनता रही तापर कहले इफ यू नो बिफोर हैंड दैट ऑन ए पर्टिकुलर डे यू कैन नॉट डू योर एक्सरसाइज एट द फिक्स्ड टाइम शेड्यूल अनदर टाइम फॉर द डे जदि हम जानिलु जे एई समय रे आजि पई विशेष भाव रे आजि करी होबो नाही हमें जेमती गोटे समय थिला 10टा बेले हमें ई क्लास टी करूथिले आवश्यकता थिला समय आवश्यकता हमें फिक्स टाइम रखिछे किंतु बेले बेले हमें शेड्यूल को चेंज करछे आवश्यकता अनुसार सेमती आपण सेल्फ ऑब्जर्वेशन पे फिक्स टाइम रखिबे जदी गोटे फंक्शन अछि गेस्ट आसबार अछि बा से समय रे आउटे कि स्वतंत्र कार्य पड़ी गला अर्जेंट काम तो आपण रीशेड्यूल करिवे से दिन पई पूरा कंप्लीटली चेंज करिवेनी नेक्स्ट डे को पुणे पूर्व समय रे आपण करिवे if a day was so full of unexpected happenings that he could not do it still do it still do not go to the bed before practicing your self observation जदि बेले बेले कोनोसी कारणवशत कोनोसी अप्रत्याशित कारणवशत आमे दिन सारा भितरे समय पाइलु नहीं सेल्फ ऑब्जर्वेशन रो सेठी कहउछंती जो माने निष्ठापर अभ्यासकारी से माने कोन करिवे से माने न सेल्फ ऑब्जर्वेशन करी सोया को जिवे नहीं सोइबे तो सोइला टिके देरी हे जे अवश्य फिक्स टाइम रे करी नांती अवश्य किंतु सेल्फ ऑब्जर्वेशन करि सरला परे हमें सोया पई जिबा एवं एहा पई दरकार पड़ला हमें रिमाइंडर भी देई परिबा गिव योरसेल्फ रिमाइंडर्स फॉर कीपिंग इट ऑफ फॉर एग्जांपल पुट ए मैसेज on your mirror saying something like that all well in the inner worlds today you can also attach a note to your keychain be creative and find out how you can remind yourself best हमें निजु रिमाइंडर भी दबा जेम हमें अलार्म दउ हमें रिमाइंडर भी दबा आवश्यक पड़ले हमें गोटे मेसेज लिखि दबा मिरर रे हमें अधिकांश समय मिरर को फेस करछे मिरर पाखरे मेसेज लिखाई all well in the inner worlds today टिके आजी मोर अंतर जीवन सहित कि समय बंची निरवतार सहित जे अंतर जीवन रा यात्रा काम हे सारछि तो ए प्रश्न को देखते हठात आम रिमाइंड हो जे हाँ मत सेल्फ ऑब्जर्वेशन करिवार अछि आमे हमर की चेन रे गोटे रिमाइंडर भी लगे परियो गोटे अटैच करि परिवा किछि गोटे जहा को देखिले हमकु मन पड़ जो मत सेल्फ ऑब्जर्वेशन करिवार अछि से क्वेश्चन टिके आमे टिके क्रिएटिव हवा आमे निज निज स्तर रे भिन्न भिन्न ढंग रे आमे निज को रिमाइंड करिवा जेंती गोटे कुनी पिलार अभ्यास से रात्रि सोइला पूर्व दांत घसे से तार ब्रश ऊपर लिखि दी ऑब्जर्वेशन ब्रश टू धर धरु तार मन पड़ जो मते सेल्फ ऑब्जर्वेशन करिवार अछि एनी आइडिया एनी क्रिएटिव आइडिया जहां हमकु आम मन को आसुची आमे तब करि परिबा जरूर न आपण मिरर आगे नोट लगेबे की चेन रे नोट झुलेबे जरूर न आपण को जेन भल लागुची आपण सेटा करि परिबे पर सेल्फ ऑब्जर्वेशन टाइम भी लिखि आपण थोई दे परिबे आपनकर मांकर आस्थान फ्रंट रे लिखाई थो सेल्फ ऑब्जर्वेशन 9 PM समथिंग जोटा आपनकर अछि आपण मां को प्रणाम कला बेलो आपण मन पड़िबो किछि भी आपण करि परंती बट क्रिएटिव वे रे निज को रिमाइंड करिवे एवं से फिक्स्ड टाइम रे रिमाइंडर पाइला परे परे आपण सेल्फ ऑब्जर्वेशन को अभ्यास करिवे या बहुत जरूरी तो धीरे धीरे किछि दिन करि साला परे हेते एमिते एक अभ्यास रे धा परिणत हे जिवो आ आपण को निज को रिमाइंडर दवार किछि आवश्यकता न थाई पारे विदाउट रिमाइंडर आपण कर दे पारंती जेम विदाउट अलार्म उठिवार अभ्यास अनेक अपभय मानकर अछि कारण सेटा
प्रत्येक दिन उठिवा अभ्यास हो आपन को सही समय ऑटोमेटिक निद खोलीजिव आप उठिक देखिए एक्जाक्टली सही समय बाजी जो समय आपन उठिबार थिला हैबिट तो हैबिट हो गले हुए तो रिमाइंडर दबा को आवश्यक न पड़ी पारे हैबिट हवा पर्यंत अभ्यास हवा पर्यंत आप निज ढंग से रिमाइंडर दे पारंती आज आलोचना को मो तरफ मांकर चरण कमल रखुची उपस्थित आप भाई मैंने आज आलोचना को आधार करी जदि निज निजर किसी बिंदु जोड़िया चाहते स्वागत योग्य आनंदर सहित स्वागत योग्य एवं जदि किसी जिज्ञासा रही किसी प्रश्न रही आज आलोचना को आखि आगे रखी विशेष करी किंबा किसी भी पूर्व आलोचित विषय वस्तु उपर आपण मानकर संदेह रही किसी बुझा ही नहीं किंबा आलोचित विषय वस्तु उपर आपनकर किसी संदेह रही किसी जिज्ञासा रही आप पचारि पारती बाकी किसी समय आम से प्रश्न को आधार कर आलोचना को आगे नहीं पार आज्ञा एक्चुअली सेल्फ ऑब्जर्वेशन रो उद्देश्य होची आमे माने सेल्फ ऑब्जर्वेशन माध्यम रे निजर कैरेक्टर को स्पष्ट भाव में चिन्हिबा जानिबा आमने आमान का भितर अनेक प्रवृत्ति रही अनेक निम्न प्रवृत्ति रही जो निम्न प्रवृत्ति आमको अग्रगति रे बाधा दउची आम समस्त भितर एटा अछि आमान का भितर अनेक भल गुण अछि दिव्य गुण सब रही किंतु से दिव्य गुण गुड़िक आम पई अछपा ହେଇକି रही आमे तानु चिन्हि न जानिनु आमे चिन्हि न जानिनु जेमति हनुमान जे अति सहज रे सात समुद्र डेइबार सामर्थ्य तांकर भितर अछि ए कथा को विस्मृत हो जाइतिले तांकर इक्वालिटी प्रति तमानकर किछि तांकर किछि धारणा नथिला एटा गोटे सिंबलिक कथा आम समस्तंकर वास्तवतार एटा होछि परिचय आमर समस्त भितर अनेक अद्भुत अद्भुत प्रकार कथा रही जहाँ को देखिले बेले बेले आम निजे भी बहुत आश्चर्य हो मो भीतर एमती गोटे क्वालिटी अच्छी आम आश्चर्य हो आम भीतर एते अद्भुत अद्भुत प्रकार दिव्य गुण सब रही आम मान भितर एमती किसी गुण भी रही जहाँ आमको अग्रगति बाधा दउची आम से गुण गुड़ी भी जानू चिन्हनु अनेक समय मनुष्य मैंने गोटे सेल्फ साटिस्फैक्टरी अवस्था रुहति से भावती ऑल इज वेल इनसाइड मी मो भितर सब किसी ठीक अच्छी एवं यही काजुआल अवस्था अनेक दुर्गुण अनेक जब शारीरिक रोग बेले बेले आम धरा पड़े नहीं से बढ़ी जाए एक्सट्रीम एंड अवस्था चली जाए आम भीतर सेमती अनेक निम्न प्रवृत्ति भी सेमती बहुत बलशाली हो जाती आम मानकर अनकॉन्शियस जो आम से सब को चिन्ह आवश्यक माँ एपरी गोटे प्रार्थना भी रही माँ शिखौं माँ कहते जे मते मु पढ़ी बोधे माँ बाणी माँ यहाँ टीचर्स मान माँ एमती कहते हे प्रभु मते मोर दुर्गुण संपर्क अवगत कराई दियो जेपरिक से सबको मु चिन्हबी और ताको अतिक्रम करें मते मोर संभावना संपर्क में मोर दिव्य गुण संपर्क अवगत कराई दियो जेपरी ताको आउरी बढ़े मु आपणकर सेवार अर्पण करें ये आवश्यक आम मान से सेल्फ ऑब्जर्वेशन बहुत आवश्यक आम कौटी बापा प्रश्न आम कौ जगार करवा आम तो बहुत प्रकार कार्य करुँ सेल्फ ऑब्जर्वेशन कौटी करवा आमको दिन सारा प्रत्येक कार्य पश्चात मनोभाव को ऑब्जर्व करार अच्छी से मनोभाव को ऑब्जर्व करी आम आम निजर कैरेक्टर को चिन्हबार अच्छी माँ ये उपाय केमी कहले माँ कहले आम दिन भितर अनेक कार्य करुँ प्राथमिक अवस्था प्रत्येक व्यक्ति अनकॉन्शियस था से जानी न था प्रत्येक कार्य पश्चात किपरि मनोभाव अच्छी से प्रति अज्ञ था धीरे धीरे आमको कॉन्शियस हवा पड़ो कारण आम कॉन्शियस न रही आम आगू जापर ना से कॉन्शियस हवाई सेल्फ ऑब्जर्वेशन आवश्यक प्राथमिक अवस्था केमिति करिवो माँ कहले शोला पूर्व दिन सारा प्रत्येक घटना को थरे आखि पुरेकी देखिवो कल्पना करिवो गोटाए पर गोटाए आज दिन सारा कौन घटी आम कौ कथा कहीचु क्या भेटीचु कौन कार्य करूँ कार्यर पश्चात क्रिया प्रतिक्रिया भाव को एटीट्यूड आम मानकर मनोभाव कौन थी आम उद्देश्य कौन थी कार्य पश्चात लक्ष्य कौन थी
ଆମ ଭିତରେ କୋଉ ପରିସ୍ଥିତିରେ କୋଉ ଭଳିଆ ପ୍ରତିକ୍ରିୟା ଆସିଥିଲା ସେ ସବୁକୁ ଦେଖିବ। ମା କେମିତି କହିଲେ ଯେମିତି ଗୋଟେ ସିନେମା ସ୍କ୍ରିନରେ ପକେଇକି ସିନେମା ଦେଖାଯାଏ, ନିଜର ଦିନକୁ ସେମିତି ସ୍କ୍ରିନରେ ପକେଇକି ଦେଖିବ। ଏବଂ ଯେତେବେଳେ ଆମେ ଗଭୀର ଭାବରେ ଅବଜର୍ଭ କରିବାକୁ ଆରମ୍ଭ କରିବା, ଧୀରେ ଧୀରେ ଆମେ ହିଁ ଆମର ନିଜର କ୍ୟାରେକ୍ଟର ସମ୍ପର୍କରେ ସ୍ପଷ୍ଟ ଜ୍ଞାନ ପାଇବା। ଆମେ ଜାଣିଯିବା ମୋର ଭିତରେ କୋଉ ଗୁଣଟି ଅଛି ଯିଏକି ମତେ ମୋର ଅଗ୍ରଗତିରେ ବାଧା ଦେଉଛି। ଆମେ ସ୍ପଷ୍ଟ ଭାବରେ ଜାଣିବା। ମା କହିଲେ ଏତେ କ୍ଲିୟରଲି ତୁମେ ଜାଣିବ ଯେ ସିଧାସଳଖ ଯୋଉ ମନୋଭାବ ତୁମର ଅଗ୍ରଗତିରେ ବାଧକ, ସେଇ ମନୋଭାବ ପାଖରେ ତୁମେ ଗୋଟେ ବ୍ଲାକ୍ ସ୍ପଟ ବି ଦେଖିବ କ୍ଲିୟରଲି। ହଁ ଏଇଟା ହଉଛି ମୋର ଭିତରେ ଥିବା ଗୋଟେ ଏମିତି ଗୋଟେ କୀଟ ଯାହାକି ମୋର ଅଗ୍ରଗତିରେ ବାଧା ଦଉଛି, ଆମେ ତାକୁ କାଢିକି ଫୋପାଡ଼ିବା। ତାପରେ ଆମେ ମାନେ ବେଳେ ବେଳେ ଆମର ନିଜର ଦିବ୍ୟ ଗୁଣ ସମ୍ପର୍କରେ ଯେତେବେଳେ ଆମେ ତା ପ୍ରତି ଅବଗତ ହବା, ତା ପ୍ରତି ଆମର ଜ୍ଞାନ ଆସିବ, ଆମେ ଆଶ୍ଚର୍ଯ୍ୟ ହେଇଯିବା ଏଇ ଏତେ ବଡ ଗୁଣଟି ମୋ ଭିତରେ ଅଛି, ଏତେ ବଡ ଗୋଟେ ମହାନ ଅଦ୍ଭୁତ କ୍ୱାଲିଟି ମୋ ଭିତରେ ଅଛି, ଆମେ ଆଶ୍ଚର୍ଯ୍ୟ ହେଇଯିବା। ଏବଂ ସେ ଜାଗାରେ ପ୍ରଭୁ ବି ଗୋଟେ ୱାର୍ଣ୍ଣିଂ ଦେଇଛନ୍ତି, ବେଳେ ବେଳେ ଏତେ ରଙ୍ଗ କ୍ୱାଲିଟିଜ ଆମ ଭିତରୁ ଆସିବ, ଯେମିତି ସମୁଦ୍ର ମନ୍ଥନ ବେଳେ ହଳାହଳ ବିଷୟଟି ବାହାରକୁ ବାହାରିଲା, ଏତେ ଆସିବ ଆମେ ତାକୁ ହୁଏତ ଦେଖିକି ନିଜର ଏଇ ବାସ୍ତବତାକୁ ଦେଖିକି ହୁଏତ ଆମେ ଟିକେ ହତାଶ ହେଇପାରୁ, ନିରାଶ ହେଇପାରୁ। ପ୍ରଭୁ କହୁଛନ୍ତି ହତାଶ ନିରାଶ ହବାର କିଛି ଆବଶ୍ୟକତା ନାହିଁ। ଆମେ ରୋଗଟିକୁ ଚିହ୍ନିଛୁ ତାକୁ ସୁସ୍ଥ କରିବା ପାଇଁ, ତାକୁ ଆମର ଶରୀରରୁ ବାହାର କରିଦେବା ପାଇଁ। ଆମେ ତାକୁ ନେଇକି ଦୁଃଖୀ ହେବା ଦରକାର ନାହିଁ। ହଠାତ୍ ମୁଁ ଟେଷ୍ଟ କରୁ କରୁ ମୋର ବ୍ଲଡ ସୁଗର ଲେଭେଲ ହାଇ ଅଛି ବୋଲି ବାହାରିଲା, ଏଇଟା କଣ ଗୋଟେ ଡିପ୍ରେସନ କାମ କି? ନାଇଁ, ଠିକ ଅଛି, ମୁଁ ଜାଣିଗଲି, ସେଥିପାଇଁ ମୁଁ ଟ୍ରିଟମେଣ୍ଟ କରିବି, ସେଥିପାଇଁ ମୁଁ କେୟାରଫୁଲ ରହିବି, ମୋର ଏକ୍ସରସାଇଜ କରିବି, ମୁଁ ମୋର ଖାଦ୍ୟ ସଚେତନ ହେବି। ଯଦି କିଛି ଇନକେସ୍ କିଛି ଫିଜିକାଲ ପ୍ରୋବ୍ଲେମ ବାହାରିଲା, ସେମିତି ଇନକେସ୍ ମୋର କିଛି ମାଇଣ୍ଡରେ ପ୍ରୋବ୍ଲେମ ରହିଛି, ଇନକେସ୍ କିଛି ମୋର ଭାଇଟାଲରେ ପ୍ରୋବ୍ଲେମ ରହିଛି, ତ ମୁଁ ଜାଣିଗଲି, ଆଗରୁ ଚିହ୍ନି ନଥିଲି, ସେଇ ରୋଗଟିକୁ ମୁଁ ମୋ ଭିତରେ ପାଳୁଥିଲି, ଏବେ ରୋଗ ଜାଣିଗଲି, ଟ୍ରିଟମେଣ୍ଟ କରିବି। ତାକୁ ନେଇକି ଡିପ୍ରେସ ହେବାର କିଛି ଆବଶ୍ୟକତା ନାହିଁ। ଏବଂ ଅବଶ୍ୟ ଆମ ମାନଙ୍କର ଭିତରେ ଥିବା ଦିବ୍ୟ ଗୁଣକୁ ଦେଖିକି ଆମେ ଏନକରେଜ ଫିଲ୍ କରିବା, ତାର ଆବଶ୍ୟକତା ରହିଛି, କିନ୍ତୁ ଖରାପ ଗୁଣକୁ ଦେଖି ଡିପ୍ରେସ ହେବାର କିଛି ଆବଶ୍ୟକତା ନାହିଁ। ମା କହିଲେ ନିଜକୁ ବୁଝେଇବ ଏମିତିଆ ଦୁର୍ଗୁଣ, ଏମିତିଆ ନିମ୍ନ ପ୍ରବୃତ୍ତି ସମସ୍ତଙ୍କ ଭିତରେ ଅଛି। ଆଜି ଯିଏ ସାଧୁ, ଯିଏ ମହାନ ଚେତନାର ଅଧିକାରୀ, ସେମାନେ ବି କିଛି ଦିନ ପୂର୍ବରୁ ଅତୀତରେ ସେମାନଙ୍କର ଏ ଦୁର୍ଗୁଣକୁ କ୍ୟାରି କରିଥିଲେ। ଯୋଉମାନେ ଦୁର୍ଗୁଣକୁ ରଖିବେ ସେଟା ଅସୁବିଧା, ଚିହ୍ନିକି ଫୋପାଡ଼ି ଦେଲେ କିଛି ଅସୁବିଧା ନାହିଁ, ଆମେ ତାକୁ ଅଗ୍ରଗତି କରିବା। ତ ଏଇଟା ଆବଶ୍ୟକ, ଆମେ ଆମ ଭିତରେ ରୋଗକୁ ଜାଣିପାରିଲେ ଭଲ କରିବା, ଭଲ ଗୁଣକୁ ଜାଣିପାରିଲେ ଆହୁରି ବଢେଇ ପାରିବା। ସେଇ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ଆମକୁ ଆମର ଅବଜରଭେସନ କରିବାର ଅଛି। ପ୍ରାଥମିକ ଅବସ୍ଥାରେ ରାତିରେ ଶୋଇଲା ପୂର୍ବରୁ ଦିନ ସାରା ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ଘଟଣା, ପ୍ରତ୍ୟେକ ପାତ୍ର ଯାହାକୁ ଆପଣ ଭେଟିଛନ୍ତି ସେଇ ସମୟକୁ ଚିନ୍ତା କରିବେ ଏବଂ ସେଇ ସମୟରେ ଆପଣଙ୍କର ଷ୍ଟେଟ୍ ଅଫ୍ ମାଇଣ୍ଡ, ଷ୍ଟେଟ୍ ଅଫ୍ ଫିଲିଂ, ଆପଣଙ୍କ ଚିନ୍ତା ଏବଂ ଭାବନା, ଆପଣଙ୍କ ପ୍ରାଣ ଏବଂ ମନ, ଆପଣଙ୍କ ଶାରୀରିକ ଅବସ୍ଥା କୋଉ ଅବସ୍ଥାରେ ଥିଲା, ଆପଣ ତ ପୁରା ଖୁଣ୍ଟି ନାଣ୍ଡି ଅବଜର୍ଭ କରିବେ। ତାପରେ ମାଙ୍କୁ ଅଫର କରିବେ। ଯଦି କିଛି ଭୁଲ ହେଇଗଲା ବୋଲି ଆପଣ ଭାବୁଛନ୍ତି, ଆପଣଙ୍କ ଦ୍ୱାରା ଦିବସରେ କିଛି ଭୁଲ ହେଇଯାଇଛି, ବିଶେଷ କରି ମା କହିଲେ ଯଦି ମାଙ୍କୁ ସ୍ମରଣ ନ କରି ମାଙ୍କର ଉପସ୍ଥିତିରୁ ଆପଣ ନିଜକୁ ନିବୃତ୍ତ ରଖି କୌଣସି କାର୍ଯ୍ୟ କରିଛନ୍ତି, ସେଇଟା ମାଙ୍କୁ ପ୍ରାର୍ଥନା କରିବେ, ଆସନ୍ତା କାଲି ସେ ସବୁ ଭୁଲ ପୁନରାବୃତ୍ତି ନ ହୁଏ, ଏଇ ଅଭିପ୍ସା, ଏଇ ପ୍ରାର୍ଥନାର ସହିତ ଆପଣ ନିଦ୍ରା ଯିବେ। ଏମିତି କିଛି ଦିନ କରିଲା ପରେ ପରେ ଧୀରେ ଧୀରେ ଆମ ଭିତରେ ଗୋଟେ ସାକ୍ଷୀ ସ୍ୱରୂପ ମାନସିକ ସତ୍ତାଟିଏ ତିଆରି ହବ, ୱିଟନେସ କନସିୟସନେସ। ଯୋଉ ୱିଟନେସ କନସିୟସନେସ ଆମକୁ ଅନେକ ପ୍ରକାର ଭୁଲ ଭ୍ରାନ୍ତିରୁ ରୋକିବାରେ ସାହାଯ୍ୟ କରିବ, ଭୁଲ ଭ୍ରାନ୍ତିକୁ ରୋକିବାରେ ସାହାଯ୍ୟ କରିବ। ଧୀରେ ଧୀରେ ଆମେ ଏତେ କନସିୟସ ହେଇଯିବା ଯେ ଆମେ ନିଜକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଆମ ଭିତରେ ଆସିବ। ଏବଂ ସେ ଆତ୍ମନିୟନ୍ତ୍ରଣ ଭିତରେ ଆମେ ନିଜ ଇଚ୍ଛାରେ, ନିଜର ସାମର୍ଥ୍ୟରେ ମାଙ୍କୁ ପ୍ରାର୍ଥନା କରି ଆମ ଭିତରୁ ସମସ୍ତ ବାଧାବିଘ୍ନ ଘଟେଇ ପାରିବା। ଯୋଉ ବାଧାବିଘ୍ନ ଥରେ ହଟିଗଲା ପରେ ଆମେ ସିଧାସଳଖ ଅନ୍ତରାତ୍ମାଙ୍କର ସ୍ପର୍ଶ ଲାଭ କରିପାରିବା। ତ ଏଇ ଉଦ୍ଦେଶ୍ୟରେ ଆମର ସେଲ୍ଫ ଅବଜରଭେସନ ଇଜ ଦ ଷ୍ଟାର୍ଟିଂ ପଏଣ୍ଟ। ଆମର ଲକ୍ଷ୍ୟ ହଉଛି ଅନ୍ତରାତ୍ମାଙ୍କର ସହିତ ନିଜକୁ ସମ୍ପୂର୍ଣ୍ଣ ଭାବରେ ଏକାତ୍ମ କରିଦେବା। ମା ଧନ୍ୟବାଦ ଭାଇ। भाई प्रणाम। इस जे लास्ट वर्कशीट सेल्फ ऑब्जर्वेशन लो इज मोर लाइक द पैकिंग और द कंटेंट ऑफ द पार्सल। एटा मु भल कि टिके बुझि पालिने, दया करी बुझे देबे। आज्ञा, एटा मु पूर्व कहि जे एटा गोटे सिंबॉलिक क्वेश्चन। दुईटी उदाहरण निया जायछि। गोटे होछि गोटे पार्सल गोटे पैकिंग थाए, से पैकिंग भितर गोटे किछि कंटेंट, किछि गोटे वस्तु थाए। तो आमे निजको ऑब्जर्व करबा पैकिंग रा काम कोन। पैकिंग रा किछि गुरुत्वपूर्ण काम न थाए,
ବା କିଛି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସେ ପ୍ୟାକିଂ ର ଗୁରୁତ୍ୱ ଥାଏ। ଯେତେବେଳେ ଉଦାହରଣ ସ୍ୱରୂପ ଆପଣ ଗୋଟେ ପ୍ରେସର କୁକର ଟେ କିଣିଲେ, ତ ପ୍ରେସର କୁକର ଟି ୱିଦାଉଟ୍ ପ୍ୟାକିଂ ରେ ଆସିପାରିବ ନାହିଁ, କାରଣ ହୁଏତ କୋଉଠି ବାଟରେ ପଡିଗଲେ ନଷ୍ଟ ହେଇଯାଇପାରେ। ତ ତାକୁ ସୁନ୍ଦର ଭାବରେ ପ୍ରୋଟେକ୍ଟ କରିବା ପାଇଁ ଗୋଟେ ସୁନ୍ଦର ଚମତ୍କାର ପ୍ୟାକିଂ ଦିଆହେଇଥିବ, ସିଲ୍ କରାହେଇଥିବ। ଆହୁରି ଅନେକ ଫ୍ରାଜାଇଲ ବା ଯୋଉ ଭଙ୍ଗୁର ବସ୍ତୁ ଗୁଡିକ ରହିଛି ଯାହାର ପ୍ୟାକିଂ ଆହୁରି ଚମତ୍କାର। ଆପଣ ଗୋଟେ ଟିଭି କିଣିବେ, ଏଲଇଡି ଟିଭି ଆପଣ କିଣିବେ, ତାକୁ ସୁନ୍ଦର ଭାବରେ ସୋଲ ଫୋଲ ଦେଇକି ପ୍ୟାକିଂ କରାହେଇଥିବ। ସେ ପ୍ୟାକିଂ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଯଦି ସେ ପ୍ୟାକିଂ ଟି ନ ରହିଲା ସେ ବସ୍ତୁଟି ସୁରକ୍ଷିତ ନୁହଁ। କିନ୍ତୁ ସେ ପ୍ୟାକିଂ ର ଗୋଟେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତାର ଭୂମିକା ରହିଛି। ଯେତେବେଳେ ଆପଣ ବସ୍ତୁଟିକୁ ବ୍ୟବହାର କରିବାକୁ ଆରମ୍ଭ କରିବେ ସେ ପ୍ୟାକିଂ ଆପଣଙ୍କ ପାଇଁ ମୂଲ୍ୟହୀନ ହେଇଯିବ। ସେମିତି ଆମର କ୍ୟାରେକ୍ଟର କଣ, ଆମେ କାର୍ଯ୍ୟରେ କିଛି ସ୍ୱତନ୍ତ୍ର ଭାବରେ କିଛି ସମୟ ପାଇଁ ଟେମ୍ପରାରୀ ରୋଲ ପ୍ଲେ କରୁଛୁ ନା ନାଇଁ ମୋର ସେ କାର୍ଯ୍ୟରେ ଗୋଟେ ପରମାନେଣ୍ଟ ଇନଭଲଭମେଣ୍ଟ ରହିଛି। ଏଇଟାକୁ ଆମେ ଦେଖିବା ଆମର କ୍ୟାରେକ୍ଟର କୋଉ ଭଳିଆ। ମୁଁ ପ୍ରତ୍ୟେକ କାର୍ଯ୍ୟରେ ଗୋଟେ ଟେମ୍ପରାରୀ ଇନଭଲଭମେଣ୍ଟ ଆମେ ଏମିତି ସାଧନା କ୍ଷେତ୍ରରେ ବି ଦେଖିପାରିବା। କିଛି ବ୍ୟକ୍ତି ମାନେ ପ୍ରାର୍ଥନା କରିଦେଇକି ରହିଯିବେ, ସକାଳୁ ଉଠିବେ ଦୁର୍ଗା ସ୍ତୋତ୍ର ପଢିଲେ, ପ୍ରାର୍ଥନା କଲେ, ରହିଲେ। ସନ୍ଧ୍ୟାରେ ସାବିତ୍ରୀ ପଢିଦେଲେ, ରାତିରେ ଶୋଇଲା ପୂର୍ବରୁ ଗୋଟେ ପ୍ରାର୍ଥନା ଗାଇଦେଲେ, ଦ୍ୟାଟ୍ସ ଏନଫ୍। ଗୋଟେ ଟେମ୍ପରାରୀ ଷ୍ଟେଟରେ ସେମାନେ ଅଛନ୍ତି। କିଛି କିଛି ବ୍ୟକ୍ତି ଅଛନ୍ତି ନାଇଁ ସାଧନା ହଉଛି ମୋ ପାଇଁ ଫୁଲ ଟାଇମ ଜବ୍, ମୁଁ କେବଳ ସନ୍ଧ୍ୟାରେ ରାତିରେ ସକାଳେ ଗୋଟେ ପାର୍ଟ ଟାଇମ ପୂଜକ ଭଳିଆ କାମ କରୁନି, ମୋ ପାଇଁ ସମଗ୍ର ଜୀବନକୁ ସାଧନା ଅଭିମୁଖୀ କରିବାର ଅଛି। ପୁରା କଣ୍ଟେଣ୍ଟ ଅବସ୍ଥାରେ ସେମାନେ ଅଛନ୍ତି, ମାନେ ଯୋଉଟା ଫୁଲ ଟାଇମ ୟୁଜ ହବ ଯୋଉ ବସ୍ତୁଟି। ଆମର କ୍ୟାରେକ୍ଟର କଣ, ଆଉ ଗୋଟେ ଦୃଷ୍ଟିରୁ ଆମେ ବୁଝିପାରିବା ଯେ କଣ୍ଟେଣ୍ଟଟା ହଉଛି ବାସ୍ତବ ସେଇ କଥା ଯିଏ ଭୂମିକା ନିର୍ବାହ କରେ ଦାୟିତ୍ୱ ବହନ କରି। ପ୍ୟାକିଂଟା ହଉଛି ଗୋଟେ ସପୋର୍ଟିଂ ରୋଲ ପ୍ଲେ କରେ କିଛି ସମୟ ପର୍ଯ୍ୟନ୍ତ। ଯେକୌଣସି ଦାୟିତ୍ୱ ଆମେ ନଉଛୁ, ମୁଁ ଗୋଟେ ସପୋର୍ଟିଂ ରୋଲରେ ରହୁଛି ନା ଗୋଟେ ରେସ୍ପନ୍ସିବଲ ରୋଲରେ ରହୁଛି, ଏଇଥିରୁ ଗୋଟେ ଆମ ମାନଙ୍କର ପ୍ରକୃତ କ୍ୟାରେକ୍ଟର ଲାଗିବ। କ୍ୟାରେକ୍ଟରକୁ ବୁଝିବା ପାଇଁ ଆମକୁ ଗୋଟେ ସହାୟତା ମିଳିବ। ଏଇଟା ଗୋଟେ ଏକ୍ସାମ୍ପଲ ଆପଣଙ୍କ ପାଇଁ। ଆପଣ ନିଜେ ଏକ୍ସାମ୍ପଲକୁ ନେଇକି ଅବଜର୍ଭ କରିପାରନ୍ତି ନିଜକୁ, ନହେଲେ ୱିଦାଉଟ୍ ଏକ୍ସାମ୍ପଲ ବି ଆପଣ ନିଜକୁ ଅବଜର୍ଭ କରିପାରିବେ ଯେ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କର ଭୂମିକା କଣ, ଜୀବନରେ ଆପଣ ନିଜର ଜୀବନକୁ ନେଇକି ଆପଣଙ୍କର ନିଜର ପ୍ରତି ମନୋଭାବ କଣ, ଆପଣ ପ୍ରତ୍ୟେକ ଅଭ୍ୟାସକୁ ସିରିୟସଲି ନଉଛନ୍ତି ନା ଗୋଟେ କାଜୁଆଲ ଖାମଖିଆଲି ଭାବେ ନଉଛନ୍ତି। ଆପଣ ନିଜର କ୍ୟାରେକ୍ଟର କଣ ଅଛି ତାକୁ ଅବଜର୍ଭ କରିବା ପାଇଁ ଏଇ ସିମ୍ବଲକୁ ଗ୍ରହଣ କରିପାରନ୍ତି ଗୋଟେ ଗାଇଡ ହିସାବରେ। ନହେଲେ ଆପଣ ୱିଦାଉଟ୍ ଏନି ସିମ୍ବଲ ଆପଣ ନିଜର କ୍ୟାରେକ୍ଟରକୁ ନିଷ୍କାମ ଭାବରେ ଯୋଉ ୱିଦାଉଟ୍ ଇନଭଲଭମେଣ୍ଟ, କୌଣସି ବିଚାର ନ କରି ଥାର୍ଡ ପର୍ସନ ପରି, ଗୋଟେ ତୃତୀୟ ପୁରୁଷ ପରି ଆପଣ ନିଜକୁ ୱାଚ୍ କରିପାରନ୍ତି, ଅବଜର୍ଭ କରିପାରନ୍ତି। ଏକ୍ଜାକ୍ଟଲି ଆପଣ ସେ ଅବଜର୍ଭେସନ ମାଧ୍ୟମରେ ନିଜର କ୍ୟାରେକ୍ଟର ପ୍ରତି ଅବଗତ ହେଇପାରିବେ। ତାପରେ ନିଜର କ୍ୟାରେକ୍ଟରକୁ ମଡିଫାଏ କରିବାର ସାମର୍ଥ୍ୟ ବି ଆପଣଙ୍କ ଭିତରେ ଆସିବ। ବହୁତ ସୁନ୍ଦର, ଧନ୍ୟବାଦ ଭାଇ, ପ୍ରଣାମ।